ଭାରତର ଐତିହ୍ୟ ଅଧ୍ୟାୟର ଦ୍ୱିତୀୟ ପାଠର ପ୍ରଶ୍ନ ଉତ୍ତର ଆଲୋଚନା କରିବୁ ଆମେ ଏବେ। ପ୍ରତ୍ୟେକ ଭାରତୀୟ ନୈତିକ କର୍ତ୍ତବ୍ୟ ଗୁଡ଼ିକ କ'ଣ? ସନ୍ତାନର ଉପଯୁକ୍ତ ଲାଲନ ପାଳନ, ଶିକ୍ଷା, ସଂସାର ଗଠନ, ପରିବାରରେ ପିତାମାତାଙ୍କ ନୈତିକ କର୍ତ୍ତବ୍ୟ। ପରିବାର ବୈଜୟଜ୍ୟେଷ୍ଠ ତଥା ପିତାମାତାଙ୍କ ସେବା ଯତ୍ନ କରିବା ସନ୍ତାନ ପ୍ରତି ଅନ୍ୟାନ୍ୟ କନିଷ୍ଠ ସଦସ୍ୟଙ୍କ ନୈତିକ କର୍ତ୍ତବ୍ୟ। ଅତିଥିକୁ ଭଗବାନ ତୁଲ୍ୟ ମନେକରି ଅତିଥିଙ୍କ ସହ ସମ୍ମାନ ସେବା ଓ ସତ୍କାର କରିବା ପ୍ରତ୍ୟେକଙ୍କ କର୍ତ୍ତବ୍ୟ। ନାରୀମାନଙ୍କୁ ଉପଯୁକ୍ତ ସ୍ଥାନ ଦେବା, ସେମାନଙ୍କ ପ୍ରତି ଉତ୍ତମ ଆଚରଣ ପ୍ରଦର୍ଶନ କରିବା, ସେମାନଙ୍କୁ ଉଚିତ ସମ୍ମାନ ଦେବା ଓ ସୁରକ୍ଷା ଦେବା ପ୍ରତ୍ୟେକ ଭାରତୀୟଙ୍କ ନୈତିକ କର୍ତ୍ତବ୍ୟ ଅଟେ। ଧାର୍ମିକ ରୀତିନୀତି ଅନୁଯାୟୀ ମୃତ ଶରୀରର ଶବର ଅନ୍ତ୍ୟେଷ୍ଟିକ୍ରିୟା ସମ୍ପାଦନ କରିବା ଏବଂ ପରଲୋକଗତ ଆତ୍ମାର ଶାନ୍ତି ଓ ସଦ୍ଗତି ପାଇଁ ପ୍ରାର୍ଥନା କରିବା ପ୍ରତ୍ୟେକଙ୍କ ନୈତିକ କର୍ତ୍ତବ୍ୟ ଅଟେ। ବାସଗୃହ, ଶିକ୍ଷାନୁଷ୍ଠାନ, ଚିକିତ୍ସାଳୟ, ଧର୍ମପୀଠ ଗୁଡ଼ିକର ପରିଷ୍କାର ପରିଚ୍ଛନ୍ନତା, ପବିତ୍ରତା ଓ ବିଶୁଦ୍ଧତା ରକ୍ଷା କରିବା ମଧ୍ୟ ନୈତିକ କର୍ତ୍ତବ୍ୟ ଭାବେ ବିବେଚିତ ହୁଏ। ଭାରତରେ ଧର୍ମ କ୍ଷେତ୍ରରେ ଉଦାରତା କିଭଳି ଭାବରେ ପ୍ରତିଫଳିତ ହୋଇଛି? ଖ୍ରୀଷ୍ଟପୂର୍ବ 6ଠ ଶତାବ୍ଦୀରେ ଆବିର୍ଭୂତ ଜୈନ ଧର୍ମ ଓ ବୌଦ୍ଧ ଧର୍ମ ତତ୍କାଳୀନ ବୈଦିକ ବ୍ରାହ୍ମଣ୍ୟ ଧର୍ମ ବା ହିନ୍ଦୁ ଧର୍ମ ସହିତ ସମାନ୍ତରାଳ ଭାବେ ପ୍ରଚାରିତ ହେଲା। ବୌଦ୍ଧ ଧର୍ମ ଗ୍ରହଣ କରିଥିବା ସମ୍ରାଟ ଅଶୋକ ତାଙ୍କ ପ୍ରଜାମାନଙ୍କୁ ଏହି ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରିନଥିଲେ, ବରଂ ସବୁ ଧର୍ମ ପ୍ରତି ସମାନ ମନୋଭାବ ପୋଷଣ କରିବା ନିର୍ଦ୍ଦେଶ ଦେଇଥିଲେ। ଭାରତୀୟମାନେ ଉଦାର ମନୋଭାବରେ ଭକ୍ତିବାଦ, ଶିଖ୍ ଧର୍ମ ଓ ବ୍ରହ୍ମ ମତକୁ ଗ୍ରହଣ କରି ନେଇଥିଲେ। ଊନବିଂଶ ଶତାବ୍ଦୀର ଭାରତୀୟ ସଂସାରମାନଙ୍କୁ ଆନ୍ଦୋଳନ ସବୁ ଧର୍ମକୁ ସମାନ ଦୃଷ୍ଟିରେ ଦେଖିବା ପାଇଁ ପ୍ରବର୍ତ୍ତାଇ ଦେଇଥିଲେ। ନମ୍ବର ଗଣତନ୍ତ୍ର ଓ ସାଧାରଣତନ୍ତ୍ର ପରମ୍ପରା ଭାବରେ ଭାରତରେ କେବେଠାରୁ ଓ କିପରି ସୃଷ୍ଟି ହୋଇଛି? ଗଣତନ୍ତ୍ର ଓ ସାଧାରଣତନ୍ତ୍ର ପରମ୍ପରା ବୈଦିକ ସଭ୍ୟତା ସୃଷ୍ଟି ହୋଇଛି। ବୈଦିକ ସଭ୍ୟ ଶାସନ ସଭା ଓ ସମିତି ନାମକ ଦୁଇଟି ଅନୁଷ୍ଠାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ସଭା ଅନୁଷ୍ଠାନଟିର ଧନୀ, ବିଜ୍ଞ ଓ ବୟୋବୃଦ୍ଧ ବ୍ୟକ୍ତି ସଦସ୍ୟ ଥିଲାବେଳେ ସମିତି ସବୁ ଶ୍ରେଣୀର ମନୋନୀତ ସଦସ୍ୟ ଥିଲେ। ଫଳରେ ରାଜା ସ୍ୱେଚ୍ଛାଚାରୀ ହୋଇପାରୁନଥିଲେ ଓ ଆବଶ୍ୟକ ହେଲେ ରାଜାଙ୍କୁ ଗାଦିଚ୍ୟୁତ କରି ନୂତନ ରାଜା ନିର୍ବାଚନ କରାଯାଉଥିଲା। ଋକ୍ ବୈଦିକ ଯୁଗରେ ଗଣ ନାମକ କେତେକ ସାଧାରଣତନ୍ତ୍ର ଥିବାର ପ୍ରମାଣ ସେମାନଙ୍କ ଶାସକକୁ ଗଜପତି ବା ଜ୍ୟେଷ୍ଠ କୁହାଯାଉଥିଲା। 16 ଗୋଟି ମହାଜନପଦ ମଧ୍ୟରୁ ଭିଜ୍ରି ଓ ମଲ୍ ସାଧାରଣତଃ ରାଜ୍ୟ ଥିଲା, ଯେଉଁଗୁଡ଼ିକ ନିର୍ବାଚିତ ପ୍ରତିନିଧି ଓ ନିର୍ବାଚିତ ରାଜାଙ୍କ ଦ୍ୱାରା ଶାସିତ ହେଉଥିଲା। ଭିଜ୍ରି ସାଧାରଣତନ୍ତ୍ର 8ଟି ବଂଶ ବା ଗୋଷ୍ଠୀର ଏକ ରାଜ୍ୟ ସଂଘ ଓ ଏହାର ଏକ ଜନପ୍ରତିନିଧି ସଭା ଓ ନିର୍ବାଚିତ ରାଜା ଥିଲେ। ନମ୍ବର ଭାରତରେ କିପରି ଗ୍ରାମ୍ୟ ଅର୍ଥନୀତିର ପରମ୍ପରା ସୃଷ୍ଟି ହୋଇଛି? ବୈଦିକ ସଭ୍ୟତାରେ ଗ୍ରାମ୍ୟ ହିଁ ଆର୍ଥିକ ବିକାଶର ମୂଳ କେନ୍ଦ୍ର ଥିଲା। ସେହି ଯୁଗରେ ପ୍ରତ୍ୟେକ ଗ୍ରାମରେ କୃଷି, ପଶୁପାଳନ ଓ କୁଟୀର ଶିଳ୍ପକୁ ଗୁରୁତ୍ୱ ଦିଆଯାଇ ଅର୍ଥନୈତିକ ପ୍ରଗତି କରାଯାଉଥିଲା। ଗୁରୁକୁଲ ଗୁଡ଼ିକରେ କୃଷି, ପଶୁପାଳନ ଓ କୁଟୀର ଶିଳ୍ପ ସମ୍ବନ୍ଧୀୟ ବୈଷୟିକ ଶିକ୍ଷାଦାନ କରାଯାଉଥିଲା।
ପାକ୍ ମଧ୍ୟଯୁଗର ପ୍ରତ୍ୟେକ ଗ୍ରାମକୁ ଆତ୍ମନିର୍ଭରଶୀଳ କରାଯାଇଥିଲା। ଚାଷୀଙ୍କୁ ଜମିର ମାଲିକାନା ସତ୍ତ୍ୱ ପ୍ରଦାନ କରାଯାଉଥିଲା। ଏହିପରି ଗ୍ରାମ୍ୟ ଅର୍ଥନୀତିର ପରମ୍ପରା ସୃଷ୍ଟି କରାଯାଇଛି, ଯାହାକି ଆଜିର ଅର୍ଥନୀତିରେ ଗ୍ରାମ୍ୟ ଅର୍ଥନୀତିର ପରମ୍ପରା ପ୍ରତିଫଳିତ। 2 ନମ୍ବର, ପ୍ରତ୍ୟେକ ପ୍ରଶ୍ନର 20ଟି ଶବ୍ଦ ଲେଖ। ଯୌଥ ପରିବାର ସମ୍ପତ୍ତିରେ କାହାର ଭାଗ ଥାଏ? ଯୌଥ ପରିବାର ସମ୍ପତ୍ତିରେ ରୋଜଗାର କରୁଥିବା ଓ ରୋଜଗାର କରୁନଥିବା ସମସ୍ତ ସଦସ୍ୟଙ୍କ ସମାନ ଭାଗ ଥାଏ। ଭାରତୀୟ ସମାଜରେ ବରିଷ୍ଠ ବ୍ୟକ୍ତିଙ୍କୁ କିପରି ସମ୍ବୋଧନ କରାଯାଏ ଓ ସାକ୍ଷାତ ସମୟରେ କିପରି ଭକ୍ତି ପ୍ରଦର୍ଶନ କରାଯାଇଥାଏ? ଭାରତୀୟ ସମାଜରେ ବରିଷ୍ଠ ବ୍ୟକ୍ତିଙ୍କୁ ସେମାନଙ୍କ ନାମ ଉଚ୍ଚାରଣ ନକରି ସମ୍ମାନରେ ସମ୍ବୋଧନ କରାଯାଏ। ସାକ୍ଷାତ ସମୟ ସେମାନଙ୍କୁ ନତମସ୍ତକ ହୋଇ ପ୍ରଣାମ କରି ଭକ୍ତି ପ୍ରଦର୍ଶନ କରାଯାଏ। ଭାରତୀୟମାନେ କିପରି ସାମାଜିକ ଉତ୍ସବ ଗୁଡ଼ିକ ପାଳନ କରନ୍ତି? ଭାରତୀୟମାନେ ସାମାଜିକ ଉତ୍ସବ ଗୁଡ଼ିକର ପାଳନ ଅବସରରେ ପରିବାର ସଦସ୍ୟମାନେ ବନ୍ଧୁବାନ୍ଧବ ଓ ସମ୍ପର୍କୀୟମାନଙ୍କ ସହିତ ଏକତ୍ରିତ ହୁଅନ୍ତି ଏବଂ ଧର୍ମୀୟ ରୀତିନୀତି ଓ ଆନନ୍ଦ ଉଲ୍ଲାସରେ ସମସ୍ତ ଭାଗ ନିଅନ୍ତି। ସମସ୍ତ ଧର୍ମାବଲମ୍ବୀ କେଉଁ ତତ୍ତ୍ୱ ନିଜ ଧର୍ମର ମୂଳନୀତି ଭାବେ ବିଶ୍ୱାସ କରନ୍ତି? ଚିରନ୍ତନ ଜନ୍ମହୀନ ସ୍ୱଂସ୍ଥିତ ଓ ସର୍ବଶକ୍ତିମାନ ପରମେଶ୍ୱରଙ୍କ ପ୍ରତି ବିଶ୍ୱାସ ସ୍ଥାପନ ଏବଂ ତାଙ୍କ ନିକଟରେ ଆତ୍ମସମର୍ପଣକୁ ସବୁ ଧର୍ମାବଲମ୍ବୀ ନିଜ ଧର୍ମର ମୂଳନୀତି ଭାବେ ବିଶ୍ୱାସ କରନ୍ତି। କେତେକ ଧର୍ମରେ ମୂର୍ତ୍ତି ପୂଜା ବ୍ୟତୀତ ଆଉ କ'ଣ ପୂଜା କରିବାର ପରମ୍ପରା ରହିଛି? କେତେକ ଧର୍ମରେ ମୂର୍ତ୍ତି ପୂଜା ବ୍ୟତୀତ ପ୍ରାକୃତିକ ପୂଜା ଓ ଧର୍ମଗ୍ରନ୍ଥ ପୂଜାର ପରମ୍ପରା ରହିଅଛି। ଭାରତରେ ନୃତ୍ୟ ଓ ଗୀତକୁ ମନୋରଞ୍ଜନ ଓ ଜୀବନଯାପନର ମାଧ୍ୟମ ବ୍ୟତୀତ ଆଉ କ'ଣ ଭାବେ ବିବେଚନା କରାଯାଏ? ଭାରତରେ ନୃତ୍ୟ ଓ ଗୀତକୁ ମନୋରଞ୍ଜନ ଓ ଜୀବନଯାପନର ମାଧ୍ୟମ ବ୍ୟତୀତ ଶିଳ୍ପର ସୃଜନ ପ୍ରବଣତା ଓ ଭାରତୀୟ ସାଂସ୍କୃତିକ ପରମ୍ପରାର ଏକ ମହତ୍ତ୍ୱପୂର୍ଣ୍ଣ ଉପାଦାନ ଭାବେ ବିବେଚନା କରାଯାଏ। କେଉଁ ଦୁଇଟି ପ୍ରାଚୀନ ଗ୍ରନ୍ଥରେ ଯଥାକ୍ରମେ ଜ୍ୟୋତିଷ ବିଦ୍ୟା ଓ ଚିକିତ୍ସା ବିଦ୍ୟାର ବର୍ଣ୍ଣନା ଭାରତୀୟମାନଙ୍କ ମଧ୍ୟରେ ଉକ୍ତ ବିଷୟରେ ଆଗ୍ରହ ସୃଷ୍ଟି କଲା? ଜ୍ୟୋତିଷ ବେଦାଙ୍ଗରେ ଓ ଅଥବା ବେଦରେ ଯଥାକ୍ରମେ ଜ୍ୟୋତିଷ ବିଦ୍ୟା ଓ ଚିକିତ୍ସା ବିଦ୍ୟାର ବର୍ଣ୍ଣନା ଭାରତୀୟମାନଙ୍କ ମଧ୍ୟରେ ଉକ୍ତ ବିଷୟ ଆଗ୍ରହ ସୃଷ୍ଟି କଲା। ବୈଦିକ ଯୁଗରେ 2 ଗଣତାନ୍ତ୍ରିକ ଅନୁଷ୍ଠାନ ନାମ କ'ଣ ଥିଲା? ସଭା ଓ ସମିତି। ବୈଦିକ ଯୁଗରେ ଅର୍ଥନୈତିକ ପ୍ରଗତିର ଏକ ମାଧ୍ୟମ ରୂପ କୃଷିର ପରମ୍ପରା ସୃଷ୍ଟି ହେବାର କାରଣ କ'ଣ? ବୈଦିକ ଯୁଗରେ ଶସ୍ୟ ଶ୍ୟାମଳ ଜମିର ଅଭାବ ନଥିଲା ଏବଂ ଆର୍ଯ୍ୟମାନ କର୍ମଠ ଥିଲେ। ତେଣୁ ଅର୍ଥନୈତିକ ପ୍ରଗତିର ଏକମାତ୍ର ରୂପରେ କୃଷିର ପରମ୍ପରା ସୃଷ୍ଟି ହେଲା। ମୌର୍ଯ୍ୟ ଯୁଗର ବାଣିଜ୍ୟର ବିକାଶ ପାଇଁ କ'ଣ ନିର୍ମାଣ କରାଯାଉଥିଲା? ମୌର୍ଯ୍ୟ ଯୁଗରେ ବାଣିଜ୍ୟର ବିକାଶ ପାଇଁ ବିଭିନ୍ନ ସ୍ଥାନରେ ବାଣିଜ୍ୟ କେନ୍ଦ୍ର ଓ ପୋତାଶ୍ରୟ ମାନ ନିର୍ମାଣ କରାଯାଇଥିଲା। 3 ନମ୍ବର, ପ୍ରତ୍ୟେକ ଧର୍ମରେ ବିବାହକୁ କି ଭାବରେ ଗ୍ରହଣ କରାଯାଏ? ଏକ ପବିତ୍ର ଅନୁଷ୍ଠାନ। ଆକବର ଘୋଷଣା କରିଥିବା ନୂତନ ଧାର୍ମିକ ପନ୍ଥା ନାମ କ'ଣ ଥିଲା? ଦିନ୍-ଇ-ଇଲାହି। ମୁସଲମାନ ମାନେ ପରମ୍ପରା କ୍ରମେ କେଉଁ ସ୍ଥାନକୁ ତୀର୍ଥଯାତ୍ରା କରିବାକୁ ଯାଆନ୍ତି? ମକ୍କାକୁ। ଆର୍ଯ୍ୟମାନଙ୍କର କେଉଁ ଦାର୍ଶନିକ ଚିନ୍ତାଧାରା ଭାରତରେ ବିଶ୍ୱ ଭାତୃତ୍ୱ ଭାବର ପରମ୍ପରା ସୃଷ୍ଟି କରିଛି? ଆର୍ଯ୍ୟମାନଙ୍କ ଦାର୍ଶନିକ ଚିନ୍ତାଧାରା ବସୁଧୈବ କୁଟୁମ୍ବକମ୍ ଭାରତରେ ବିଶ୍ୱ ଭାତୃତ୍ୱ ଭାବରେ ପରମ୍ପରା ସୃଷ୍ଟି କରିଛି।
କେଉଁ ବେଦରୁ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ସୃଷ୍ଟି ହୋଇଛି? ସାମ ବେଦରୁ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ସୃଷ୍ଟି ହୋଇଛି। ପୁରାତନ ଯୁଗରେ କିଏ ସାହିତ୍ୟ ରଚନା ଆଦର୍ଶ ହେଲେ? ପୁରାତନ ଯୁଗରେ କାଳିଦାସ ସାହିତ୍ୟ ରଚନା ଆଦର୍ଶ ହେଲେ। ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ କେଉଁ ସାଧାରଣତନ୍ତ୍ର 8ଟି ବଂଶ ବା ଗୋଷ୍ଠୀର ଏକ ରାଜ୍ୟ ସଂଘ ଥିଲା? ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ବିଜୟୀ ସାଧାରଣତନ୍ତ୍ର 8ଟି ବଂଶ ବା ଗୋଷ୍ଠୀର ଏକ ରାଜ୍ୟ ସଂଘ ଥିଲା। ଅମଲାତନ୍ତ୍ରର ମୁଖ୍ୟ କାର୍ଯ୍ୟ କ'ଣ? ଅମଲାତନ୍ତ୍ରର ମୁଖ୍ୟ କାର୍ଯ୍ୟ ହେଉଛି ଶାସନର ନୀତି ଗୁଡ଼ିକ କାର୍ଯ୍ୟକାରୀ କରିବା। ପାଶ୍ଚାତ୍ୟ ଦେଶଗୁଡ଼ିକ କାହିଁକି ଭାବରେ ବାଣିଜ୍ୟ କୋଠିମାନ ନିର୍ମାଣ କରିଥିଲେ? ପାଶ୍ଚାତ୍ୟ ଦେଶଗୁଡ଼ିକ ଭାରତର ପରମ୍ପରା ଦ୍ୱାରା ଆକୃଷ୍ଟ ହୋଇ ନିଜ ଦେଶର ବ୍ୟବସାୟିକ ଉନ୍ନତି ଉଦ୍ଦେଶ୍ୟରେ ଭାରତରେ ବାଣିଜ୍ୟ କୋଠିମାନ ନିର୍ମାଣ କରିଥିଲେ। ବୈଦିକ ଯୁଗର ଶିକ୍ଷାସ୍ଥାନ ଗୁଡ଼ିକୁ କ'ଣ କୁହାଯାଉଥିଲା? ଗୁରୁକୁଳ। ନମ୍ବର 4 ଉତ୍ତର ବିବାହିତ ବା ଅବିବାହିତ, ରୋଜଗାର କରୁଥିବା ବା ନ କରୁଥିବା, ଭକ୍ତି ମାର୍ଗ, ପ୍ରାଗ୍ ଐତିହାସିକ, ପ୍ରାଚୀନ ମୂର୍ତ୍ତିକଲା, ବେଦ, ବୃକ୍ଷଲତାର ଔଷଧୀୟ ଗୁଣ, ସମିତି, ମୌର୍ଯ୍ୟ ଯୁଗ, ଲର୍ଡ ରିପନ, ଚାଷ ଜମି ଥିଲା ପାଠ 2ର ପ୍ରଶ୍ନ ଉତ୍ତର।